ବନିତା ରହିତ ଗ୍ରାମ ରଙ୍ଗାଗୁଡ଼ା। ଆମେ ଏଇଠି ସତ୍ସଙ୍ଗ ଗୃହ ନଥିବାର ଯୋଗୁଁ ଆମେ ଏ ରଙ୍ଗାଗୁଡ଼ା ଗ୍ରାମବାସୀ ମାନେ ବହୁତ ଅସୁବିଧା ହେଉଛି। ସେଇଥିପାଇଁ ଆମେ କୁଟଘର ଗୃହରେ ଆମେ ସତ୍ସଙ୍ଗ କରୁଛୁ। ସେଇଥିପାଇଁ ଆମେ ସରକାର କି କରୁଛୁ ସତ୍ସଙ୍ଗ ଗୃହ ଦିଆଯାଉ। ରଚନା ରହିତ ଗ୍ରାମ ହେଲା ରଙ୍ଗାଗୁଡ଼ା। ଆମେ ବର୍ତ୍ତମାନ ରଙ୍ଗାଗୁଡ଼ାର ଗ୍ରାମବାସୀ ବୃନ୍ଦ ହେଉଛୁ ହିନ୍ଦୁ ସମ୍ପ୍ରଦାୟର ଲୋକ। ଆମେ ଦୀର୍ଘ 40 ବର୍ଷ ଧରି ଏଠାରେ ବସବାସ କରୁଛୁ। ଯେ ଆମର ଯେଉଁ କମିଟି ସେଣ୍ଟର ଗୋଷ୍ଠୀ ଗୃହ ଅଛି ସେଇଟା ଆମେ ସତ୍ସଙ୍ଗ କରୁଛୁ। କାରଣ କମିଟି ସେଣ୍ଟର ଗୃହଟା ବହୁତ ଛୋଟ ହେଇଯାଉଛି। ଯେଉଁ ଆମ ଗାଁ ବିକାଶ ଘରଟା ବା ଗୋଷ୍ଠୀ ଗୃହଟା ଦେଇଛନ୍ତି ସେଇଟା ଆମେ ମାନେ ସତ୍ସଙ୍ଗ କରୁଛୁ। କିନ୍ତୁ ସେଠି ମଧ୍ୟ ବହୁତ ଜାଗାଟା ବହୁତ ଛୋଟ ହେବାରୁ ସେଠି ବହୁତ ଲୋକମାନେ ବସି ପାରୁନାହାନ୍ତି। ଯାଇକି 30 ଜଣ 40 ଜଣ ବସିକିରି ଆଉ 50-60 ଜଣ ବାହାରେ ରହିଯାଉଛନ୍ତି। ଆମର ବର୍ତ୍ତମାନ ଜନସଂଖ୍ୟା ହେଉଛି 90। ଆଉ 90ରେ ମଧ୍ୟ ଆମେ ବହୁତ ବାଦ ପାଉଛୁ ଯେଉଁଟାକି ଆମେ ଭିତରେ ବସି ଆମେ କିଛି ଶିକ୍ଷା ବି ପାଇପାରୁନୁ। ମାନେ ଆମେ ତାଙ୍କ ଆଗେ ନତମସ୍ତକ କରି ମଧ୍ୟ ଆଉ ତାଙ୍କୁ ରିକ୍ୱେଷ୍ଟ ସେଇ ସରକାରଙ୍କୁ ମଧ୍ୟ ଆମେ କିଛି ପଦକ୍ଷେପ ନେବେ ଯଦି, ତାହେଲେ ଆମେ ଗ୍ରାମବାସୀ ସମସ୍ତେ ଉପକୃତ ହେବୁ। ମୋ ନାଁ ହେଉଛି ଗୁରୁବାଡ଼ା ମଣ୍ଡଳ। ମୋର ଗାଁ ରଙ୍ଗାଗୁଡ଼ା ଆଉ ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀ ଗାଁ। ଆଜିକି ଦୀର୍ଘ ବର୍ଷ 40 ବର୍ଷ ହେଲାଣି ଏଠି ଆମେ ବସବାସ କରୁଛୁ। ଆଉ 15 ଘର ପରିବାର ଆଉ ଜନସଂଖ୍ୟା ଆମର 90 ଜଣ ହେଉଛୁ। ଆଉ ପ୍ରତି 5 ବର୍ଷ ପରେ ଆସିଲେ ଆମେ ନେତାମାନଙ୍କୁ ଭୋଟ ଦେଇକରି ଜୟଯୁକ୍ତ କରୁଛୁ। ତଥାପି ଜିତିଗଲା ପରେ ଆମ ଗାଁ ମାନଙ୍କର ଉନ୍ନତି ସମ୍ପର୍କରେ କହିଲେ କିଏ ବି ଧ୍ୟାନ ଦେଉନାହାନ୍ତି। ଆଜି 40 ବର୍ଷ ଧରି ଆଜି ଆମେ ବସବାସ କରୁଛୁ ଏଠି। ଆଉ ତ ସତ୍ସଙ୍ଗ ଘର ନାହିଁ, ଘର ନାହିଁ। ଆଉ ଯେକୌଣସି ସରକାର ସହାୟତା ଆମ ପାଇଁ ଏଠି ନାହିଁ। ଆମ ଗାଁ ବିକାଶ ତରଫରୁ ଯେଉଁ ଛୋଟ ଘରଟି ଗୋଟେ ଆମ କୋଠ ଘର ଦେଇଛନ୍ତି, ସେ ଘରରେ ଆମେ ବର୍ତ୍ତମାନ ହିନ୍ଦୁ ଧର୍ମର ଅବଲମ୍ବୀ ଅଛୁ। ଆମେ ପରମ୍ପରାରୁ ଆମେ ସନାତନ ଧର୍ମର ଅଛୁ। ତେଣୁ ଆମେ ପ୍ରତି ସପ୍ତାହରେ ଆମେ ରବିବାର ଦିନ ସତ୍ସଙ୍ଗ ବସୁଛୁ। ଆମେ ସାମ୍ବାଦିକଙ୍କ ଜରିଆରୁ ଆମ ଗାଁ ପାଇଁ ଆଉ ଏଠି ସତ୍ସଙ୍ଗ ଘର ଆହୁରି ପିଇବା ପାଣି ଆମର ବି ଅସୁବିଧା ରହୁଛି। ସେ ପିଇବା ପାଣି କେମିତି ସୁବିଧା ହେବ ଆଉ ରାସ୍ତା ପାଇଁ ବୋଲିକିରି ଆମର ଆଉ କେନାଲ ହେବା ଦରକାର। ସେ କେନାଲ ବି ନ ହେବା ଦ୍ୱାରା ବହୁତ ପ୍ରକାର ଆମକୁ ହଇରାଣ ହେଉଛି। ଆଉ ସେ ଦାଣ୍ଡରେ ପୁରା ପାଣି ଜମିକିରି ଘରେ ପ୍ରବେଶ ହେଇଯାଉଛି। ତାପରେ ବର୍ଷା ଦିନ ଆଉ ଦାଣ୍ଡରୁ ବାହାରି ହେଉନାହିଁ, କାଦୁଅ ପୁରା ହେଇଯାଉଛି। ତେଣୁ ସେଇଟା ଗୋଟେ କେନାଲଟି ହେଇଥିଲେ ଆମ ପାଇଁ ଗୋଟେ ସତ୍ସଙ୍ଗ ଘର ହେବାର ଅଛି। ଆପଣମାନଙ୍କୁ ଯଦି ଆମ ପ୍ରତି ଯଦି ସାହାଯ୍ୟ କରିବେ ତାହେଲେ ଗ୍ରାମବାସୀ ସମସ୍ତେ ଆଉ ଆମେ ଆପଣଙ୍କ ହାସିର ଉପକୃତ ହେବୁ। ଗ୍ରାମ ହେଲା ଜଗନ୍ନାଥପୁର। ତ ମୁଁ ଏଇଠି ଆଉ ସବର ସମାଜ ନିୟମରେ ମୁଁ କିଛି ଆଉ ଦାୟିତ୍ୱ ଦେଇଛନ୍ତି ଗୁରୁଜୀ ମାନେ, ସେଥିପାଇଁ ମୁଁ ରଙ୍ଗାଗୁଡ଼ା ଗ୍ରାମ ଠାରେ ଉପସ୍ଥିତ ହେଇକି ପ୍ରତି ରବିବାର ମୁଁ ଆସିକି କୌଣସି ପର୍ବପର୍ବାଣି ହେଲେ ମୁଁ ଏଠି ଆସୁଛି। ବର୍ତ୍ତମାନ ତାଙ୍କ ପାଇଁ ଗୋଟେ ଆମେ କହିବାର ଅନୁସାରେ ଯେଉଁଟା ଅଛି ତ ସତ୍ସଙ୍ଗ ଗ୍ରହ ନଥିବା ଯୋଗୁଁ ଆଉ ବହୁତ ସଂଖ୍ୟା ଥିଲେ ମଧ୍ୟ ତାଙ୍କେ ଶିକ୍ଷା ଦେବା ପାଇଁ ଅସୁବିଧା ହେଉଛି। ବାହାରେ ବସିକି କିଏ ତ ଶୁଣିପାରୁଛନ୍ତି ଭଲରେ ଯେଉଁ ଗୀତା ବିଷୟକୁ ଆମେ ପ୍ରବଚନ କରୁଛେ କହୁଛୁ ଆଉ ଶିକ୍ଷା ଦେଉଛୁ ନିଜ ଭାଷାରେ ଟ୍ରାନ୍ସଲେଟ୍ କରିକି କଥାବାର୍ତ୍ତା କରୁଛୁ, ତଥାପି ସେଇଟାକୁ ଭଲରେ ଇଏ ପାନି। ଆଉ ଟିକେ ସତ୍ସଙ୍ଗ ମନ୍ଦିର ଗୋଟେ ହେଇଥାନ୍ତା, ସରକାରକୁ ଏତେ ଅନୁରୋଧ କରୁଛୁ। ବର୍ତ୍ତମାନ ସରକାର କିଛି ପଦକ୍ଷେପ ନେଲେ ଆଉ ଏଇ ଗ୍ରାମର ବାସିନ୍ଦା ତ ଆମ ପାଇଁ ଭଲ ହେଇଥାନ୍ତା।